ଦେଖନ୍ତୁ ଏଟା ପ୍ରତ୍ୟେକ ନିର୍ବାଚନ ଆସିଲେ ଏବଂ ପ୍ରତ୍ୟେକ ଆଡମିସନ ସିଜନ ଆସିଲେ କିଛି ମୁଷ୍ଟିମୟ ଷ୍ଟାଫ ଏବଂ କିଛି ମୁଷ୍ଟିମୟ ବ୍ୟକ୍ତି ଗୋଟେ ପରିବାରକୁ ବଦନାମ କରିବା ପାଇଁ ଏହି ଚକ୍ରାନ୍ତ ଚଲାନ୍ତି। କିନ୍ତୁ ଆଜି ଭଦ୍ରକର ଜନସାଧାରଣ ଏବଂ ଦୋକାନୀ ଭାଇମାନେ ବା ବସ୍ ମାଲିକ ସମସ୍ତେ ଆଜି ଗାଡ଼ି ଚଲାଉଛନ୍ତି, ଦୋକାନ ବଜାର ଖୋଲିଛି, ଭଦ୍ରକ ସ୍ୱାଭାବିକ ଚାଲିଛି। ଭଦ୍ରକ ବନ୍ଦ ଡାକରା ବିଫଳ ଆଜି ହେଇଛି। ଆପଣ ନିଜେ ଦେଖନ୍ତୁ, ଆଜି ଭଦ୍ରକ ବନ୍ଦ ଡାକରା ବିଫଳ ହେଇଛି। ଦେଖନ୍ତୁ, ପ୍ରଥମ କଥା ହେଉଛି ତାଙ୍କର ଯେଉଁ କ୍ଲେମ୍ ଥିଲା ଯେ ଜମି ଦୁର୍ନୀତି ହେଇଛି ବା ବରପଦା କଲେଜରେ କିଛି ମିସଲିଡ୍ ହେଇଛି। ଆଜି ଭାରତବର୍ଷର ସବୁଠାରୁ ଅଗ୍ରଣୀ ସଂସ୍ଥା ଯେ ଇଡି, ଆଜି ଇଡି ତଦାରଖ କରୁଛି ଏ ଜିନିଷ ଉପରେ। ଇଡି ତଦାରଖ କଲା ବେଳେ ଏଙ୍କର କ'ଣ ସ୍ୱାର୍ଥ ଥିଲା ଯେ ଆଜି ଭଦ୍ରକ ବନ୍ଦ ଡାକରା ଦେବା ବା କିଛି ଲୋକଙ୍କୁ ହଇରାଣ। ପ୍ରଥମ କଥା ହେଉଛି ଆମର ବରପଦା ଇଞ୍ଜିନିୟରିଂ କଲେଜ ହେଉଛି ଆମ ଭଦ୍ରକର ଗୋଟେ ଅଗ୍ରଣୀ ସଂସ୍ଥା, ଯେଉଁଥିରେ ଗରିବ ଛାତ୍ରଛାତ୍ରୀ ପାଠ ପଢ଼ିକି କିଛି ମାଗଣାରେ ପାସ୍ କରୁଛନ୍ତି। ଏଇ ଭଦ୍ରକର ଛାତ୍ରଛାତ୍ରୀ ଆଜି ଚାକିରି କରୁଛନ୍ତି ଏଇଠୁ ପାସ୍ ଆଉଟ୍ ହେଇକି ବରପଦାରୁ। ସେମାନେ କିଛି ଗାଡ଼ି ନମ୍ବର ରଖିଛନ୍ତି ଯେଉଁଟା କହୁଛନ୍ତି ପ୍ରଫୁଲ୍ଲ ସାମଲ ଓ ଲୁଲୁ ସାମଲଙ୍କର ଅଛି। ତାପରେ ଇଡି ମଧ୍ୟ ଲୁଲୁ ସାମଲ ପ୍ରଫୁଲ୍ଲ ସାମଲକୁ ଜେରା କରିଥିଲା। ତାପରେ ଘଟଣା ମିଥ୍ୟା ବୋଲି କେମିତି? ଦେଖନ୍ତୁ, ସେସବୁ କଥା ଇଡି ଏବଂ ସେ ପ୍ରଫୁଲ୍ଲ ସାମଲ ଜାଣିଥିବେ, ସେଥିରେ ଆମର ହସ୍ତକ୍ଷେପ କରିବାର କିଛି ନାହିଁ। ଆମେ ଯେହେତୁ ଭଦ୍ରକର ଜଣେ ନାଗରିକ ବା ବାସିନ୍ଦା, ଆମେ ଆମର ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଟେକ୍ ଓଭର କରିକି ଆଜି କଲେକ୍ଟର ମହୋଦୟ ଯେଉଁ କଲେଜକୁ ଚଳାଉଛନ୍ତି, ଏଥର ବହୁତ ଆଡ଼ମିସନ୍ ହେଉଛି। ତାକୁ ସେମାନେ ଗୋଟେ ଭଣ୍ଡୁର କରିବା ପାଇଁ ତାଙ୍କର ଯୋଜନା କେମିତି କଲେଜଟା ଡିକ୍ରିଜ୍ ହେଉ। କିନ୍ତୁ ଆମର ମୁଖ୍ୟ ଦାବି ହେଉଛି ଜିଲ୍ଲା ପ୍ରଶାସନ ପାଖରେ ଯେ ପ୍ରଶାସନ ଏକୁ ତଦାରଖ କରୁ ଏବଂ ଯେଉଁମାନେ ଏକୁ ଡିକ୍ରିଜ୍ କରିବା ପାଇଁ କଲେଜକୁ ଚେଷ୍ଟା କରୁଛନ୍ତି ସେଥିରୁ ନିବୃତ୍ତ କେମିତି ରହିବେ ସେମାନେ ଜିଲ୍ଲା ପ୍ରଶାସନ ଦାୟିତ୍ୱ ନେଉ। ଶୁଣନ୍ତୁ, ଏଇଟା ତ ଆପଣମାନେ କ୍ଲିଅରଲି ଜାଣୁଛନ୍ତି ଯେ ପ୍ରତ୍ୟେକ ନିର୍ବାଚନ ଆସିଲେ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଗୋଟେ ଚକ୍ରାନ୍ତ କରନ୍ତି, ସେଥିରେ ସେମାନେ ସଫଳ ହୁଅନ୍ତି ନାହିଁ। କିଛି କୌଣସି ପ୍ରକାର ନୁହେଁ। ପ୍ରଫୁଲ୍ଲ ସାମଲଙ୍କ ବ୍ୟକ୍ତିତ୍ୱ ସାରା ଓଡ଼ିଶାରେ ଜାଣିଛନ୍ତି। ପ୍ରଫୁଲ୍ଲ ସାମଲଙ୍କ ଭଳି ବ୍ୟକ୍ତିତ୍ୱ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାରର ତଦନ୍ତ ଯିବ ନାହିଁ, ଆମେ ଯେତିକି ଜାଣିଛୁ।